ମୋ ନା ସଂଘମିତ୍ରା ବାରିକ। ମୁଁ ଏ ସାଧବବୋଧ କାର୍ଯ୍ୟକ୍ରମ ଭାଗ ନେଇଛି। ଆମ ଦେଶର ସଭ୍ୟତା ସଂସ୍କୃତି ପରମ୍ପରା ଐତିହ୍ୟର ମୁକସାକ୍ଷୀ ଇତିହାସର ପୃଷ୍ଠାମଣ୍ଡନ କରେ କଳିଙ୍ଗର ବୀରତ୍ୱ ସାହସ ଏବଂ ପୂର୍ବପୁରୁଷଙ୍କ ଗୌରବମୟ ଗାଥା। ଆମ ଦେଶରେ ଥିବା ଆମଦାନୀ ଦ୍ରବ୍ୟ ଅନ୍ୟ ଦେଶରେ ନେଇ ରପ୍ତାନି କରାଯାଉଛି, ଫଳରେ ଦେଶର ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା। ନୌବାଣିଜ୍ୟ ଏବଂ କୈବର୍ତ୍ତ୍ୟ ପରିବାରଙ୍କୁ ସମ୍ମାନ ଦିଆଯାଉଥିଲା, ଯାହା ଫଳରେ କି ଆମ ଦେଶରେ ଅର୍ଥନୈତିକ ସାମାଜିକ ଏବଂ ଭାଇଚାରା ପ୍ରତିଷ୍ଠିତ ହେଉଥିଲା। ବର୍ତ୍ତମାନ ପିଢ଼ିଠୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ଏହା ଲିପିବଦ୍ଧ। ଇତିହାସର ପୃଷ୍ଠା ମଣ୍ଡନ ନ କରି ଆଗାମୀ ପିଢ଼ି ପର୍ଯ୍ୟନ୍ତ କେମିତି ଏହାକୁ ଚିରଦୀପ୍ତିମନ୍ତ କରି ରଖିବୁ, ସେଥିଲାଗି ନିଆରା ଢଙ୍ଗରେ ଛୋଟ ପ୍ରୟାସଟି ଜାରି ରଖିଛୁ। କେତେ ବର୍ଷ ହେଲା ପାଳିତ ହଉଛି? ଏହା ପ୍ରାୟତଃ 7 ବର୍ଷ ହେଲାଣି ପାଳନ କରାଯାଉଛି। ଏହା ଆଗାମୀ ପିଢ଼ି, ଆମର ଇଚ୍ଛା ଯେ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଏହା ମନେ ରଖୁ, କାହିଁକି ନା ଏଇଟା ଗୋଟେ ଗର୍ବ ଆଉ ଗୌରବ। ବିଶ୍ୱ ଦରବାରରେ ଇଏ ଆମ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ମାନେ ସାରା ବିଶ୍ୱ ମଧ୍ୟ ଏହି ଉତ୍ସବ ପାଳନ କରୁଛି। ଚନ୍ଦ୍ର କୁମାର ଖଟୁଆ। କଣ ଏଇ ସାଉସାହି ସୁନ୍ଦରପୁର ଆପଣଙ୍କର ଯୋଉ ଆମର ଏଠି ଯୋଉ ମଠରେ ପ୍ରୋଗ୍ରାମଟା, ସେଇଟା ହେଉଛି ରଘୁବର ଦାସ ମଠ। ରଘୁବର ଦାସ ମଠରେ ଏଠି ପରମ୍ପରାଟାକୁ, ଓଡ଼ିଶାର କଳା ସଂସ୍କୃତି ଆଉ ପରମ୍ପରାକୁ ବଜାଇ ରଖିବା ପାଇଁ ଏଇଟା ହେଉଛି ଆମର ଗୋଟେ ମାନେ ଉତ୍ସାହିତ, ଏବଂ ଯୁବପିଢ଼ିମାନଙ୍କୁ, ଆଗାମୀ ଯୁବପିଢ଼ିମାନଙ୍କୁ ମାନେ ଉତ୍ସାହ କରିବା ପାଇଁ ଏଇଟା ମାନେ ପରମ୍ପରା ହିସାବରେ ଚାଲୁ ରହିଛି। ଆଜି କଣ ଉଦ୍ଯାପିତ? ଆଜି ହେଉଛି ପୂର୍ଣ୍ଣମୀ, ଆଜି ହେଉଛି ବୋଇତ ବନ୍ଦାଣ, ମାନେ ପ୍ରଥମ ଦିନ ଯାଆନ୍ତି ସେମାନେ ବୋଇତ ନେଇକି ଯାଆନ୍ତି ବେପାର ବାଣିଜ୍ୟ କରିବା ପାଇଁ। ସେଇଟାକୁ ପରମ୍ପରା ହିସାବରେ ଆମର ଏଇ ଯୁବପିଢ଼ି ମାନଙ୍କୁ ମନେ ପକାଇ ଦେବା ପାଇଁ ପ୍ରଚେଷ୍ଟା କରାହଉଛି। କେତେ ଦିନ ଧରି ଏଠି ଉତ୍ସବ? ଏଇଟା ଉତ୍ସବ ଆମର 6 ଦିନ ଧରି ହେଉଛି। କାର୍ଯ୍ୟକ୍ରମ ସବୁ ହାତକୁ ନେଇ? ହଁ, କାର୍ଯ୍ୟକ୍ରମ ଆମର ପ୍ରଥମ କାର୍ଯ୍ୟକ୍ରମ ଥିଲା ହେଉଛି ସ୍କୁଲ ମାନଙ୍କର ଯୋଉ ଡ୍ୟାନ୍ସ ପ୍ରୋଗ୍ରାମ, ନୃତ୍ୟ ପ୍ରତିଯୋଗିତା। ତାପରେ ଦ୍ୱିତୀୟରେ ହେଲା ଆମର ପ୍ରବଚନ, ତୃତୀୟରେ ଭଜନ ସମାରୋହ, ଚତୁର୍ଥରେ ହେଲା ଆମର ଯୋଉ ଓଡ଼ିଶା କଳା ସଂସ୍କୃତିର ଯୋଉ କଳା ପରିଦର୍ଶନ ଭିତରେ ଭଜନ, ଆଉ ଏମିତି ପରମ୍ପରା ତ ଲାଗି ରହିଛି ସବୁ ରକମର। ତାପରେ ଲାଷ୍ଟରେ ଆମର ହରିକୀର୍ତ୍ତନ ଚାଲିଛି, ମହାମନ୍ତ୍ର ନାମ। ଆପଣ ଆଜି ଯୋଉ ବୋଇତ ବନ୍ଦାଣ ହେଲା, ସକାଳୁ ନୀତିକାନ୍ତି ସବୁ କଣ ଥିଲା? ନୀତିକାନ୍ତି ଆମର ହିସାବରେ ଭୋଗରାଗ କରିସାରିଲା ପରେ ଠାକୁର ମନ୍ଦିରରୁ ବନ୍ଦାପନା କରି ସାଧବ ମାନଙ୍କୁ ନୌକା ମଧ୍ୟକୁ ଛାଡ଼ିଲେ। ତାପରେ ସେଠୁ ଆସି ସାରିଲା ପରେ ଏମାନେ ବର୍ତ୍ତମାନ ତ ନୌକା ବିହାର ଭିତରେ ଚାଲିଛନ୍ତି। ତାପରେ ଆସିଲା ପରେ ପରମ୍ପରା ହିସାବରେ ପୁଣି ବନ୍ଦାପନା କରି ମନ୍ଦିର ଭିତରେ ସେମାନେ ଯାଇ ପହଞ୍ଚିଲା ପରେ ପ୍ରସାଦ ସେବନ କରିବେ। ଏବଂ ହରିକୀର୍ତ୍ତନ ତ ଚାଲିଛି, ଆଜି ନାମଯଜ୍ଞ ଚାଲିଛି। ନାମଯଜ୍ଞ ଶେଷରେ ଏଇଟା ହେଉଛି ମାନେ ବନ୍ଦ ହବ। ଧର୍ମେନ୍ଦ୍ର ସାହୁ। ଆମର ଏଇ ଯୋଉ ବୋଇତ ବନ୍ଦାଣ ଉତ୍ସବ, କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ, ବୋଇତ ବନ୍ଦାଣ ଉତ୍ସବ ଦୀର୍ଘ 6-7 ଦିନ ଧରି ଚାଲେ। ପ୍ରତ୍ୟେକ ଦିନ ସାଂସ୍କୃତିକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆମର ଏଠି ଚାଲେ। ଆଉ ଶେଷରେ ବୋଇତ ବନ୍ଦାଣ, କାର୍ତ୍ତିକ ପୂର୍ଣ୍ଣମୀ ଦିନ ବୋଇତ ବନ୍ଦାଣ ଉତ୍ସବ କରାଯାଏ। ସାଧବ ବନ୍ଦାପନା କରିକି ବିଦା କରନ୍ତି। ଆମେ ଉତ୍କଳୀୟ ପରମ୍ପରାକୁ ଆମେ ଗୋଟେ ଉଜ୍ଜୀବିତ କରିବା ପାଇଁ ଆମର ଗୋଟେ ଛୋଟ ଛୋଟ ପ୍ରୟାସ ଚାଲିଛି। ପରବର୍ତ୍ତୀ ପିଢ଼ି ଆଉ କେମିତି ଚାଲୁ ରଖିବେ, ଆମର ସେଇଟା ଉଦ୍ୟମ। ଆଜି ଯୋଉ ଏଇ ଯୋଉ ପ୍ରୟାସଟା ପରବର୍ତ୍ତୀ ପିଢ଼ିକୁ କଣ ଉତ୍ସାହ କରିବ? ନିଶ୍ଚିତ, ଏଟା ଗୋଟେ ନୌ ବାଣିଜ୍ୟ ପରମ୍ପରା ଲିପ୍ତ ହେଇସାରିଥିଲା, ଓଡ଼ିଶାର ଲିପ୍ତ ହେଇସାରିଥିଲା, ଯାହାକି ଆମେ କିଛି ଅଞ୍ଚଳରେ ଆମେ ବର୍ତ୍ତମାନ ତାକୁ ପୁନରାବୃତ୍ତି କରିବା ପାଇଁ ଛୋଟ ଛୋଟ ପ୍ରୟାସ ଜାରି ରଖିଛୁ। ପରବର୍ତ୍ତୀ ପିଢ଼ି ଧୀରେ ଧୀରେ ତାକୁ ଆପଣେଇ ନେବେ। ଆଉ ଧାମନଗର ବ୍ଲକରେ ଗୋଟିଏ ମାତ୍ର ଅଞ୍ଚଳ ଯୋଉଠି ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି ସାଉସାହିରେ। ଆଜ୍ଞା ଆଜ୍ଞା, ହଁ। ଏଠି ପ୍ରଶାସନ ଦୃଷ୍ଟିକୋଣରୁ ଏବଂ ପୋଲିସ ପ୍ରଶାସନ କେଉଁ ସବୁ ସୁବିଧା ଦିଆଯାଉଛି? ଆମର ଏଇ ଯୋଉ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ସବୁ ସ୍ତରରେ ସହଯୋଗ ମିଳିଛି। ପୋଲିସ ଷ୍ଟେସନ ଠାରୁ ଆରମ୍ଭ କରି, କଲେକ୍ଟର ଠାରୁ ଆରମ୍ଭ କରି, ଆପଣଙ୍କର ଫାୟାର ବିଭାଗ ତରଫରୁ ସବୁ କ୍ଷେତ୍ରରେ ସହଯୋଗ ମିଳୁଛି ଆମକୁ, ଯାହା ପ୍ରଶାସନକୁ ଆମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଆମେ ଆପଣଙ୍କ ମାଧ୍ୟମରେ ଦାବି କରୁଛୁ ଯେ ଏଇଠି ଗୋଟେ ସୁନ୍ଦର ଘାଟ ଗୋଟେ ନିର୍ମାଣ କଲେ ଆମ କମିଟି ବା ଅଞ୍ଚଳବାସୀ ଚିର ଉପକୃତ ହଉ। ମୁଁ ପ୍ରଭଞ୍ଜନ ସାହୁ, ଏକ୍ସ ରିଟାୟାର୍ଡ ହେଡମାଷ୍ଟର ବିଜୟନାଥ ହାଇସ୍କୁଲ ସାହୁସାହି। ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ପାଳିତ ହେଉଛି, ଏହା କେତେ ବର୍ଷ ଧରି ପାଳିତ ହେଉଛି ଏବଂ ଏଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବାର ଉଦ୍ଦେଶ୍ୟ କଣ? ଆମର ଏଇଟା ବିଶେଷ କରି ଏଇଟା 87 ମସିହାରୁ ପାଳନ ହେଉଛି ସାଧାରଣ ଭାବରେ। ବୋଇତ ବନ୍ଦାଣ ଉତ୍ସବ ହେଉନଥିଲା, କିନ୍ତୁ 1918 ମସିହାରୁ ଆମେ ତାକୁ ଏକ୍ସପାଣ୍ଡ କରି ବଢେଇଲୁ।
बढ़ेक गोटे बोईत बंदना उत्सव कलु ये ओडिया संस्कृति ओडिया परंपरा ओडिशा जातिर स्वाभिमान रक्षा ये व्यवस्था आम आरंभ कलु। मोर गोटे इच्छा है ग्रामांचल लोक मैंने बुझंतु ये जातिर महत्व ये जातिर विशेषत्व ये जातिर बोईत बंदाण उद्देश्य तार आकांक्षा सबकि की नहींकि ये स्वप्न आम देखिलु देखिकी एठार गोटे बोईत बंदाण उत्सव आरंभ कलु जहाँ आज पर्यंत चली बोईत बंदाण उत्सव पालन करा उत्सवटी 5 दिन आरंभ पूर्णमी 5 दिन पूर्व आरंभ कराए प्राय प्रतिदिन विभिन्न प्रकार कल्चरल प्रोग्राम हुए प्रवचन भी हुए ये जनाण हुए भजन संध्या हुए मेलोडी प्रोग्राम हुए विभिन्न प्रकार प्रोग्राम और आम से 5 दिन भरपूर लोक महल आम पालित एपरी गोटे कार्यक्रम निरा ढंग जो पालन कर द्वारा कौन वर्तमान जो युवगोष्ठी एवं ओडिया माने बुझीपारे कि पूर्वर इतिहास निश्चित से ओडिया जो एटा हूँ बैतरणी कूल अतीत रास्ता घाट नाला डंगा ना यातायात करके व्यवसाय वाणिज्य करके लोक मैंने चलुले ये जातिर गोटे स्वाभिमान अच्छे जातिर गोटे परंपरा अच्छी ओडिया जाति ठारू मु भाभी पारे ना ओडिया जातिर वीरत्व पराकाष्ठ तार सहिष्णुता सबुठार उच्च